ଦେଖନ୍ତୁ ଗତ 19 ତାରିଖରେ ଯେଉଁ ବାଂଲାଦେଶରେ ଯେଉଁ ନିର୍ମମ ହତ୍ୟାକାଣ୍ଡ କରାଗଲା ଦୀପୁ ଚନ୍ଦ୍ର ଦାସ ତାଙ୍କର ଭୁଲ ଥିଲା। ସେ ହିନ୍ଦୁ ଧର୍ମରେ ଜନ୍ମଗ୍ରହଣ କରିଥିଲେ। এই ଯେଉଁ ବାଂଲାଦେଶରେ ଥିବା ଇସଲାମିକ ଟେରୋରିଷ୍ଟ ଆତଙ୍କବାଦୀ ସଂଗଠନ ତାଙ୍କ କହିବା ଅନୁଯାୟୀ ସେ ଇସଲାମ ବିରୋଧୀ କାର୍ଯ୍ୟ କରୁଥିଲେ। ଦୀପୁ ଚନ୍ଦ୍ର ଦାସ ଇସଲାମ ବିରୋଧୀ କାର୍ଯ୍ୟ କରୁଥିଲେ। ତା ପୂର୍ବରୁ ଯେତିକି ହିନ୍ଦୁଙ୍କୁ ସେଠି ହତ୍ୟାକାଣ୍ଡ କରାଯାଇଛି, ଯେତିକି ହିନ୍ଦୁଙ୍କୁ ସେଠି ହତ୍ୟା କରାଯାଇଛି, କେତେଜଣ ଇସଲାମ ବିରୋଧରେ କାର୍ଯ୍ୟ କରୁଥିଲେ ଆପଣ ଦେଖିଥିବେ। ଦୀର୍ଘ 12ରୁ 15 ବର୍ଷ ଧରି ବାଂଲାଦେଶରେ ହିନ୍ଦୁଙ୍କ ସଂଖ୍ୟା ଧୀରେ ଧୀରେ ହ୍ରାସ ପାଉଛି। କ୍ରମାଗତ ଭାବରେ ପ୍ରତ୍ୟେକ ବର୍ଷ ତାଙ୍କର ପରସେଣ୍ଟେଜରେ ହ୍ରାସ ପାଉଛି। ଆପଣ ଜାଣିଥିବେ 12-15 ବର୍ଷ ପୂର୍ବେ ସେଠି 12% ହିନ୍ଦୁ ରହୁଥିଲେ, ହିନ୍ଦୁ ବସବାସ କରୁଥିଲେ, କିନ୍ତୁ ବର୍ତ୍ତମାନ ସେଇଠି 7% ହିନ୍ଦୁ ବସବାସ କରୁଛନ୍ତି। ତ ଏଇ 15 ବର୍ଷ ଭିତରେ 5% ହିନ୍ଦୁ ସେଠି ହ୍ରାସ କରିଛନ୍ତି। ତାର କାରଣ କ'ଣ ଆଜ୍ଞା? ହିନ୍ଦୁଙ୍କ ପ୍ରତି ସେଠି ଏତେ ବୈମାତୃକ ମନୋଭାବ କାହିଁକି? ବାଂଲାଦେଶ ଯେଉଁ ଆଜି ସ୍ୱାଧୀନ ଦେଶ ଭାବରେ ବିଶ୍ୱରେ ରହିଛି, ତାହା କେବଳ ଭାରତର ପ୍ରତିଦାନ। ଭାରତ ତାକୁ ସବୁବେଳେ ସାହାଯ୍ୟ ସହଯୋଗର ହାତ ବଢ଼େଇଛି ଏବଂ ପାକିସ୍ତାନଠୁ ତାକୁ ସ୍ୱାଧୀନ ମଧ୍ୟ କରେଇଛି। କିନ୍ତୁ ତା ପ୍ରତିବଦଳରେ ସବୁବେଳେ ଭାରତୀୟଙ୍କ ପ୍ରତି ଏବଂ ହିନ୍ଦୁମାନଙ୍କ ପ୍ରତି ବାଂଲାଦେଶରେ ଏପରି ହତ୍ୟାକାଣ୍ଡ କରାଯାଉଛି। ହିନ୍ଦୁମାନଙ୍କୁ ସବୁବେଳେ ଅତ୍ୟାଚାର କରାଯାଉଛି। ପୂର୍ବରୁ ମଧ୍ୟ ଦେଖିଥିବେ ସାଧୁସନ୍ଥଙ୍କୁ ମଧ୍ୟ ସେଠି ହତ୍ୟା କରାଯାଇଥିଲା ଏବଂ ଅନ୍ୟ ହିନ୍ଦୁ ଯୁବକମାନଙ୍କୁ ଯୁବତୀମାନଙ୍କୁ ମଧ୍ୟ ହତ୍ୟା କରାଯାଇଥିଲା ଏବଂ ହିନ୍ଦୁ ଯୁବତୀମାନଙ୍କୁ ସେଠି ରାଜରାସ୍ତାରେ ଦୁଷ୍କର୍ମ କରାଯାଇଥିଲା। ଏବେ ମଧ୍ୟ ଦେଖନ୍ତୁ 2-3 ଦିନ ତଳର ଘଟଣା, ଗୋଟିଏ ଛୋଟିଆ 7 ବର୍ଷର ଝିଅ ତାଙ୍କ ପରିବାର ସହିତ ତାଙ୍କୁ ଘରେ ଜିଅନ୍ତା ଜାଳି ଦିଆଗଲା। ଆଉ ଦୀପୁ ଚନ୍ଦ୍ର ଦାସଙ୍କ କଥା ଯଦି କହିବା, ଅତ୍ୟନ୍ତ ନିର୍ମମ ଭାବରେ ତାଙ୍କୁ ଅମାନୁଷିକ ଭାବରେ ହତ୍ୟା କରାଗଲା, ଯାହାକୁ ମୁଁ ଗୋଟେ ବର୍ବରୋଚିତ ଘଟଣା ବୋଲି କହିବି। କାରଣ ତାଙ୍କୁ ଇସଲାମ ବିରୋଧୀ କାର୍ଯ୍ୟ କରୁଛନ୍ତି ବୋଲି ଅଭିଯୋଗ କରି ତାଙ୍କୁ ତାଙ୍କ କାର୍ଯ୍ୟରତ କାର୍ଯ୍ୟାଳୟରୁ ଉଠାଇ ଅଣାଯାଇ ତାଙ୍କୁ ମାଡ଼ ମରାଗଲା ଏବଂ ଦରମରା ଅବସ୍ଥାରେ ତାଙ୍କୁ ଗୋଟେ ଗଛରେ ବାନ୍ଧି ତାଙ୍କୁ ଜିଅନ୍ତା ଜାଳି ଦିଆଗଲା, ଯାହାକି ଅତ୍ୟନ୍ତ ନିନ୍ଦନୀୟ ଘଟଣା ବୋଲି କହିବି। ଏବଂ ଏହି ଘଟଣାକୁ ରାଷ୍ଟ୍ର ହିନ୍ଦୁ ପରିଷଦ ଦୃଢ଼ ନିନ୍ଦା କରିବା ସହିତ ଆଗାମୀ ଦିନରେ ଆମେ ଓଡ଼ିଶାରେ ଏବଂ ଭାରତବର୍ଷରେ ଯେତିକି ଅନୁପ୍ରବେଶକାରୀ ବାଂଲାଦେଶୀ ରହୁଛନ୍ତି ତାଙ୍କ ଉପରେ ଆମେ ନିଶ୍ଚିତ ରୂପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ ଏବଂ ଭାରତ ସରକାରଙ୍କୁ ଆମେ ନିବେଦନ କରୁଛୁ, ଭାରତ ସରକାର ତାଙ୍କର ବୈଦେଶିକ ନୀତିରେ ବାଂଲାଦେଶ ପ୍ରତି କଡ଼ା ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ ଏବଂ ଭାରତ ସରକାର ତାଙ୍କ ଉପରେ ଚାପ ସୃଷ୍ଟି କରନ୍ତୁ, ଯଦ୍ୱାରା କି ବାଂଲାଦେଶରେ ରହୁଥିବା ହିନ୍ଦୁମାନେ ସୁରକ୍ଷିତ ରହିପାରିବେ। ଆପଣ ଜାଣିଥିବେ ବର୍ତ୍ତମାନ ସାରା ବିଶ୍ୱରେ ହିନ୍ଦୁମାନେ ଅସୁରକ୍ଷିତ ଏବଂ ହିନ୍ଦୁମାନଙ୍କ ପ୍ରତି ଏ ପ୍ରକାର ଅତ୍ୟାଚାର ସମଗ୍ର ବିଶ୍ୱରେ ବଢ଼ି ଚାଲିଛି। କେବଳ ସେତିକି ନୁହଁ, ବାଂଲାଦେଶରେ ଯେଉଁ ଘଟଣାଟି ଘଟିଗଲା ତାର ମୂଳ କାରଣ ଥିଲା ଯେ ଭାରତବର୍ଷରୁ 7 ସିଷ୍ଟର ଷ୍ଟେଟ୍ ଯେଉଁଟା ଆମର ରହୁଛି, ଯେଉଁଟାକି ସୀମାକୁ ଲାଗିକି ରହିଛି, ସେହି ରାଜ୍ୟଗୁଡ଼ିକୁ ଖଣ୍ଡ ବିଖଣ୍ଡିତ କରି ବାଂଲାଦେଶର ଆତଙ୍କବାଦୀ ସଂଗଠନ ତାକୁ ବାଂଲାଦେଶରେ ମିଶାଇବା ପାଇଁ ଚେଷ୍ଟା କରୁଛନ୍ତି, ଯଦ୍ୱାରା କି ଏହିପରି ଘଟଣା ସେଠି ହିଂସାତ୍ମକ ପରିସ୍ଥିତି ବାରମ୍ବାର ଉପୁଜୁଛି। ତାକୁ ଯିଏ ବିରୋଧ କରୁଛି ସେମାନେ ତା ଉପରେ ଏହିପରି ହତ୍ୟା କରୁଛନ୍ତି କିମ୍ବା ତା ଉପରେ ଅତ୍ୟାଚାର କରୁଛନ୍ତି। ଆଉ ଦୀପୁ ଚନ୍ଦ୍ର ଦାସଙ୍କୁ ଯେଉଁ ପ୍ରକାର ହତ୍ୟା କରାଗଲା ତାହା ଅତ୍ୟନ୍ତ ନିନ୍ଦନୀୟ, ଘୃଣ୍ୟ ବୋଲି କହିବି। ମାନବିକତା ପରିଚୟର ସମ୍ପୂର୍ଣ୍ଣ ଦୂରରେ ଗୋଟେ ଅମାନୁଷିକ କାର୍ଯ୍ୟ ବୋଲି ମୁଁ କହିବି ଏବଂ ଭାରତ ସରକାର ଏହା ଉପରେ ନିଶ୍ଚିତ ରୂପରେ ବୈଦେଶିକ ଚାପ ସୃଷ୍ଟି କରି ବାଂଲାଦେଶ ସରକାରଙ୍କୁ ଚାପ ପକାଇବାର ଆବଶ୍ୟକତା ରହିଛି। ଏବଂ ତତ୍ସହିତ ମୁଁ ଗୋଟିଏ ଜିନିଷ କହିବି ଭାରତ ସରକାରଙ୍କୁ, ସାରା ଭାରତବର୍ଷରେ ଯେତିକି ଅନୁପ୍ରବେଶକାରୀ ବାଂଲାଦେଶୀ ରହୁଛନ୍ତି ସେମାନଙ୍କ ଉପରେ ଭାରତ ସରକାର କିଛି ଦିନ ତଳେ ଆଖି ଦୃଶିଆ ପଦକ୍ଷେପ ନେଇଥିଲେ। ଅନୁପ୍ରବେଶକାରୀ ବାଂଲାଦେଶୀଙ୍କୁ ଚିହ୍ନଟ କରି ତାଙ୍କୁ ବିତାଡ଼ିତ କରୁଥିଲେ, କିନ୍ତୁ ଯେଉଁ ପ୍ରକ୍ରିୟାରେ ତାକୁ ସେମାନଙ୍କୁ ଚିହ୍ନଟ କରାଯାଉଛି ଏବଂ ବିତାଡ଼ିତ କରାଯାଉଛି ତାହା ଅତ୍ୟନ୍ତ ବିଳମ୍ବ ହେଉଛି। ସେଥିପାଇଁ ସରକାରଙ୍କୁ ନିବେଦନ ରହିବ, ସରକାର ସେହି ପ୍ରକ୍ରିୟା ଯେତେ ଶୀଘ୍ର ସାରିପାରିବେ, ଅନୁପ୍ରବେଶକାରୀ ବାଂଲାଦେଶୀଙ୍କୁ ଚିହ୍ନଟ କରି ବାହାର କରିପାରିବେ, ଆମ ଦେଶ ସେତିକି ସୁରକ୍ଷିତ ରହିବ, ଭାରତବର୍ଷରେ ରହୁଥିବା ହିନ୍ଦୁମାନେ ସୁରକ୍ଷିତ ରହିବେ ଏବଂ ତାଙ୍କର ସରକାରୀ ପ୍ରକ୍ରିୟାକୁ ବଦଳେଇ ସରକାର ତା ଉପରେ ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ ଏବଂ ଯଥାଶୀଘ୍ର ଆମର ନିବେଦନ ରହୁଛି ଯଥାଶୀଘ୍ର 7 ଦିନରୁ 15 ଦିନ ଭିତରେ ସାରା ଭାରତବର୍ଷରେ ଯେତିକି ଅନୁପ୍ରବେଶକାରୀ ବାଂଲାଦେଶୀ ରହୁଛନ୍ତି ତାଙ୍କୁ ଯଥାଶୀଘ୍ର ଚିହ୍ନଟ କରି ବିତାଡ଼ିତ କରନ୍ତୁ। ତତ୍ସହିତ ହିନ୍ଦୁ ସମାଜକୁ, ସମଗ୍ର ବିଶ୍ୱର ହିନ୍ଦୁ ସମାଜକୁ, ଭାରତବର୍ଷରେ ଥିବା ହିନ୍ଦୁ ସମାଜକୁ, ବାଂଲାଦେଶରେ ରହୁଥିବା ହିନ୍ଦୁ ସମାଜକୁ ମୋର ଆହ୍ୱାନ, ମୋର ନିବେଦନ ଯେ ଆସନ୍ତୁ ଆମେ ସମସ୍ତେ ହିନ୍ଦୁ ଏକତ୍ରିତ ହେବା ଏବଂ ହିନ୍ଦୁ ସମାଜର ଲୋକଙ୍କୁ ସୁରକ୍ଷା ଦେବା। ତତ୍ସହିତ ବାଂଲାଦେଶରେ ରହୁଥିବା ହିନ୍ଦୁମାନଙ୍କୁ
ଆମେ ସାହାଯ୍ୟ ସହଯୋଗର ହାତ ବଢ଼ାଇବା ଏବଂ ବାଂଲାଦେଶରେ ହିନ୍ଦୁମାନଙ୍କ ପ୍ରତି ହେଉଥିବା ଅତ୍ୟାଚାର ବିରୁଦ୍ଧରେ ଲଢ଼େଇ କରିବା।